ମୁଁ କୋଷାଧ୍ୟକ୍ଷ ଅଟେ, ପରିଚାଳନା କମିଟିର ମୁଁ କୋଷାଧ୍ୟକ୍ଷ ଅଟେ। ଆପଣ ତ ସାର୍ ଆଜି ଦେଖୁଛନ୍ତି ଆଜି ଯେଉଁ ଭାବରେ ଆମର ଭକ୍ତ ଆଜି ହଜାର ହଜାର ଭକ୍ତ ଶ୍ରୀ ଶ୍ରୀ ନାଗେଶ୍ୱରଙ୍କ ମନ୍ଦିରରେ ଉପସ୍ଥିତ ରହି ତାଙ୍କର ଆଶୀର୍ବାଦ ଗ୍ରହଣ କରୁଛନ୍ତି ଏବଂ ବହୁ ସଂଖ୍ୟାରେ ମହିଳାଠୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ସମସ୍ତେ ଏଠି ଆମର ଏଠି ପ୍ରସାଦ ତିଆରି ହୁଏ ସବୁବେଳେ। ଆମର 7 ଦିନ ଯେଉଁ ପ୍ରସାଦ ତିଆରି ହେଲା ବହୁ ସଂଖ୍ୟାରେ ଭକ୍ତ ଆସିକି ପହଞ୍ଚିକି ପ୍ରସାଦ ସେବନ କରନ୍ତି ଏବଂ ଏମିତିକି ଏକଦମ ଖୁସିରେ ଯାଆନ୍ତି ଯେ ଏଇଠି ମାନେ ପ୍ରକୃତରେ ଭଗବାନ ଅଛନ୍ତି ବୋଲି ସେ ବୋଧେ ଭାବନ୍ତି। କାହିଁକିନା ଶିବଙ୍କର ଏତେ ଶକ୍ତି, ଯେଉଁମାନେ ଏଠି ମାନସିକ କରନ୍ତି ସେମାନେ ଆସି ଏଠି ମାନସିକ କରିକି ଯଦି ପୂରଣ ହେଇଗଲା ଏଠି ସମାପ୍ତ କରିକି ଏମିତି ପ୍ରସାଦ ବି ପାଇକି ସବୁ ଯାଆନ୍ତି। ଆମର ଯେଉଁମାନେ ନନା ଅଛନ୍ତି ଏକଦମ ଶୃଙ୍ଖଳିତ ଭାବରେ ସେ କାର୍ଯ୍ୟ କରନ୍ତି। ହଜାର ହଜାର ମହିଳା ଭକ୍ତମାନଙ୍କର କାର୍ଯ୍ୟ କରିକି ସେ କେବେ ବିରକ୍ତ ହୁଅନ୍ତିନି, ଦକ୍ଷିଣା ବି ମାଗନ୍ତିନି, ଯାହା ଖୁସି ଯାହା ହେଲା ଦେଲା ନହେଲେ ନାହିଁ। ତେଣୁ ଆମର ଏଠି ଯେଉଁମାନେ ଅଛନ୍ତି ସେ ମନ୍ଦିରର ଆଉ କିଛି ଆମର କମିଟିର ଲୋକ ମାନେ ଭକ୍ତମାନେ ଅଛନ୍ତି, ଆମର ଅଛନ୍ତି ଶ୍ରୀ ରାଓ ବାବୁ, ଶ୍ରୀଯୁକ୍ତ ରାଓ ବାବୁ ଏବଂ ଆମର ନବକିଶୋର ଭଳ ଏବଂ ଅନ୍ୟାନ୍ୟ ନିଶିତ କରଣ ଆଉ ଆମର ଯେଉଁମାନେ ସବୁ ଭକ୍ତମାନେ ଅଛନ୍ତି ସେମାନେ ବହୁତ ଆସିକି ଏଠି ସାହାଯ୍ୟ କରନ୍ତି। ଆମର ଏଠି ଯେଉଁ କଲ୍ୟାଣ ନଗର ହେଲା, ରାଜେନ୍ଦ୍ର ନଗର ହେଲା, ଦୁଲାଦେଇ ହେଲା, ଭାଗ୍ୟଧର ବ୍ରହ୍ମା, ଶ୍ରୀଯୁକ୍ତ ପ୍ରାଣକୃଷ୍ଣ ଜେନା ଏବଂ ଆମର ରମେଶ ଦାସ ଯେଉଁମାନେ ଅଛନ୍ତି ଭକ୍ତ ଏ ମନ୍ଦିରକୁ ସବୁଦିନେ ଆସନ୍ତି। ଆଉ କ'ଣ କିପରି ଶୃଙ୍ଖଳିତ ଭାବରେ ସବୁ ପ୍ରସାଦ ସେବନ କରିବେ ମାନେ ପୂଜା କରିବେ ସେ ପ୍ରତିଦିନ ଆସି ଏସବୁ ଦେଖନ୍ତି। ତେଣୁ ମୁଁ ଆମର କଲ୍ୟାଣ ନଗରର ଯେଉଁମାନେ ମୁରବୀମାନେ ସବୁ ବହୁ ସଂଖ୍ୟାରେ ଆସନ୍ତି। ଆମର ରାଓ ବାବୁ ଯେ କଲ୍ୟାଣ ନଗରର ସିଏ ଏଠି ଆସି ଉପସ୍ଥିତ ରହିକି ସବୁ ଦେଖନ୍ତୁ ଆପଣଙ୍କ ସାମ୍ନାରେ କାର୍ଯ୍ୟକ୍ରମ କରୁଛନ୍ତି, ନିଜେ ସେ ବଢ଼ାବଢ଼ି ବି କରନ୍ତି। ତେଣୁ ଆମେ ତାକୁ ଠାକୁରଙ୍କ ପାଖରେ ଆଶୀର୍ବାଦ କରୁଛୁ ଯେ ଏମାନେ ସମସ୍ତେ ଭଲରେ ରୁହନ୍ତୁ। ଆମର ଏ ଅଞ୍ଚଳର ଯେଉଁମାନେ ଭକ୍ତ ସମସ୍ତେ ଭଲରେ ରୁହନ୍ତୁ ଏବଂ ଆମର ସାର୍ ବି ଆସିଲେଣି, ସିଏ ବି ଜଣେ ଆମର ଭକ୍ତ ଯେ ପ୍ରତିଦିନ ମନ୍ଦିର ଆସନ୍ତି, ସାର୍ ବି ଜାଣନ୍ତି। ତେଣୁ ଆମର ଦୁଲାଦେଇ କ'ଣ ରାଜେନ୍ଦ୍ର ନଗର, କଲ୍ୟାଣ ନଗର ଏମିତି ବି 3 ଘରିଆ ନୂଆପଡ଼ା ଆଜି ଆପଣ ତ ସାମ୍ନାରେ ଦେଖୁଛନ୍ତି ହଜାର ହଜାର ଲୋକ ଭକ୍ତ ଆସିକି ଶୃଙ୍ଖଳିତ ଭାବରେ ସେମାନେ ପ୍ରସାଦ ସେବନ କରନ୍ତି ଏବଂ ସେମାନଙ୍କର ତାଙ୍କର ଯେଉଁ ଆଶୀର୍ବାଦ ଆଜି ସବୁ ଏ ଅଞ୍ଚଳର ମାନେ ଲୋକଙ୍କୁ ଆମେ ଆଶୀର୍ବାଦ କରୁଛୁ। ସେମାନେ ଆସିକି ନିଜର ମାନସିକ ପୂରଣ କରିକି ସେମାନେ ଯେମିତି ଏ ଅଞ୍ଚଳରେ ସମସ୍ତେ ଭଲରେ ରହିବେ। ଇଏ ଏକ ନିଆରା ଠାକୁର ଈଶ୍ୱରଙ୍କ କୃପାରୁ ସେ ଭକ୍ତିଭୂତ ହେଇଛି। ଭକ୍ତିର ସହକାରେ ବହୁତ ଭକ୍ତ ଅଛନ୍ତି ଠାକୁରଙ୍କୁ ନିଜର ମନସ୍କାମନା ପାଇଁ